ସେଟା ଗୋଟେ ବନ୍ଧୁମୂଳର ଗୋଟେ ଆଳ। ଆମେ ନୂତନ କମିଟି ପାଇଛୁ। ଆମକୁ ଏଇକ୍ଷଣି ମାଟି ହାଣିକି ଏଠୁ କେମିତି ଚାଷ କରିବୁ ଉର୍ବର ସହିତ, ସେଇଟା ଆମର ଲକ୍ଷ୍ୟ। ଆଉ କିଛି ନାହିଁ। ଜମି ପଡ଼ିଛି ପଡ଼ିଆ ହେଇକି, ତାକୁ ଚାଷ କରିବୁ କଂଗ୍ରେସ ପ୍ରେମୀ ହିସାବରେ, କଂଗ୍ରେସ ୱାର୍କର ହିସାବରେ। ଏବଂ ନିଶ୍ଚୟ ଏଥର ଭଦ୍ରକରେ ଧାନ ଚାଷ ଭଲ ହବ ଏବଂ କଂଗ୍ରେସ ହସି ଉଠିବ, ତା ମନେ ରଖନ୍ତୁ। ଏବଂ ଯେଉଁ ବିଜେପି ବିଜେଡି ଭାଗୁଆଳି ଚାଲିଛି, ଖାଲି ଏଠି ରୋଲ କରୁଛନ୍ତି, ତାଙ୍କୁ ଗୋଟେ ଉଚିତ ଶିକ୍ଷା ଏଥର ଭଦ୍ରକବାସୀ ଦେବେ। ଆମେ ସେଟା କରେଇବୁ, ଲୋକମାନଙ୍କ ପାଖରେ ପହଞ୍ଚେଇ ନିଶ୍ଚୟ ପହଞ୍ଚିବୁ। ଧନ୍ୟବାଦ ଦେବି ଆମର ବ୍ଲକ ପ୍ରେସିଡେଣ୍ଟ ସରୋଜ ବାବୁକୁ, ଯାଇକି ଆମ୍ବରୋଲରେ ପହଞ୍ଚିଛନ୍ତି। ଆପଣ ଦେଖିଥିବେ ନ୍ୟୁଜ ପେପରରେ ବାହାରିଛି ମଧ୍ୟ। ପ୍ରତ୍ୟେକ ମଣ୍ଡିକୁ ସିଏ ଯିବେ, କାଲିଠୁ ପ୍ରତ୍ୟେକ ମଣ୍ଡିରେ ଯିବେ। ଲୋକମାନେ ଶୁଣ, ଯଦି ତମେ ହେଲ ହର୍ତ୍ତାକର୍ତ୍ତା, ତମେ ବିଧାୟକ, ତମେ ମିଲ୍ ମାଲିକ, ତମେ ଦୋକାନ ମାଲିକ, ତମେ ଯଦି ସବୁ କରିବ, ନିଶ୍ଚୟ ଚାଷୀ ହଇରାଣ ହବା କଥା ହେବେ। କଲେକ୍ଟର ବିଚାରା କରିବେ କ'ଣ? କଲେକ୍ଟର ତାଙ୍କର କ'ଣ ପାଇଁ ଜିଦ୍ଦି ଧରିଲେ ଯେ ଆମର କଟନୀ ଛଟନୀ ହବନି 7-8 ଦିନ 10 ଦିନ, ତାପରେ ପୁଣି ବଦଳି ଗଲେ। ସେ କଲେକ୍ଟରଙ୍କୁ ବି ପ୍ରଶ୍ନ ପଚାରିବାର ଆପଣମାନେ ମିଡିଆ ମାଧ୍ୟମରେ ପ୍ରଶ୍ନ କରୁଛି, କାହିଁକି ସେ ବଦଳିଲେ? ଲୋକମାନେ କାହିଁ ହଂସନ୍ତ ହଉଛନ୍ତି? ଚାଷୀମାନଙ୍କୁ ଧମକ ଦଉଛନ୍ତି, ତମେ କଂଗ୍ରେସ ଲୋକଙ୍କୁ କିଛି କୁହନି, ନହେଲେ ତମେ ବିଲକୁଲ ନବୁନି। ଏଭଳିଆ କ'ଣ ଧମକା ଯାଏ? ଆମେ ଯେତେବେଳେ ବାପା ବିଧାୟକ ଥିଲେ, ଆମେ ଦିନେ ଜାଣିନୁ ଯେ କୋଉ ଧାନ ମଣ୍ଡିରୁ କେମିତି ସୁରୁଖୁରୁରେ ଯିବ, ସେତିକି ଜାଣିଛୁ। ଏବେ ଆମେ ଏସବୁ କଥାରେ ପଶୁ ନଥିଲୁ। ଆଜି ପରିସ୍ଥିତି ଭଦ୍ରକରେ ଖାଲି ଧାନ ମଣ୍ଡି କଥା ନୁହେଁ। ଏଇ ଦେଖନ୍ତୁ, ଗୋଟେ ଉତ୍ସବ ହେଲା, ଗୋଟେ ପର୍ବ ହଉଥିଲା, ଦେଖିଥିବେ କିଛି ଟୋକା ଯାଇକି ବିଜେପିର ବନ୍ଦ କର। ଆମେ ଯୋଉଦିନ କହିବୁ କଂଗ୍ରେସ ବାଲା, ଗଭର୍ଣ୍ଣମେଣ୍ଟର ପ୍ରୋଗ୍ରାମରେ ତମେ କିଏ? ଭଦ୍ରକ ସବୁ ଦେଖୁଛି।